ଗଜପତିର ଭାରୋତ୍ତୋଳନ କନ୍ୟା ଜ୍ୟୋତ୍ସ୍ନା ଜାତୀୟ ଶିଶୁ ପୁରସ୍କାର ଲାଗି ଦିଲ୍ଲୀ ଗସ୍ତ। ଗଜପତି ଜିଲ୍ଲାର ଆଦିବାସୀ କନ୍ୟା ଜ୍ୟୋତ୍ସ୍ନା ଶବର ବୟସ 17 ବର୍ଷ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜ୍ୟୋତ୍ସ୍ନା ହେଉଛନ୍ତି ରାୟଗଡ଼ା ବ୍ଲକ ମାଲରବା ପଞ୍ଚାୟତ ଅନ୍ତର୍ଗତ ପେକଟ ଗ୍ରାମର ହୋଇଥିବା ବେଳେ କୀର୍ତ୍ତନ ଶବରଙ୍କ ଝିଅ ଅଟନ୍ତି। ଆସନ୍ତା 26 ତାରିଖରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି। ଚଳିତ ବର୍ଷ ସାରା ଦେଶରୁ କେବଳ 21 ଜଣ ଶିଶୁ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଓଡ଼ିଶାର ଗଜପତିରୁ ଜ୍ୟୋତ୍ସ୍ନା ଏକମାତ୍ର ହୋଇଥିବା ବେଳେ ଜିଲ୍ଲାର ପ୍ରଥମ ଶିଶୁ ଭାବେ ଏହି ସମ୍ମାନ ଲାଭ କରିଛନ୍ତି। ଜ୍ୟୋତ୍ସ୍ନା ଭାରୋତ୍ତୋଳନ ୱେଟ୍ ଲିଫ୍ଟିଂ କ୍ଷେତ୍ରରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଗୌରବଜନକ ସଫଳତା ଅର୍ଜନ କରିଛନ୍ତି। 2019 ମସିହାରୁ ସେ ନିୟମିତ ଭାବେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସରେ ରହି ଶିକ୍ଷାଲାଭ ସହ କଳିଙ୍ଗ ଷ୍ଟାଡିୟମରେ ଭାରୋତ୍ତୋଳନରେ ପ୍ରଶିକ୍ଷଣ ଗ୍ରହଣ କରି ଆସୁଛନ୍ତି। ଜ୍ୟୋତ୍ସ୍ନାଙ୍କ ଏହି ସଫଳତାରେ ସମଗ୍ର ଗଜପତି ଜିଲ୍ଲାବାସୀ ଏବଂ ଜିଲ୍ଲା ପ୍ରଶାସନ ଗର୍ବିତ ଅନୁଭବ କରୁଛନ୍ତି। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନାଗାଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ସଭା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିଲା। ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଜ୍ୟୋତ୍ସ୍ନାଙ୍କ ପିତା କୀର୍ତ୍ତନ ଶବର, କ୍ରୀଡ଼ାବିତ ତଥା ପୋଲିସ କର୍ମଚାରୀ ସନ୍ତୋଷ ବକ୍ସି ପ୍ରମୁଖ ଉପସ୍ଥିତ ରହି ଜ୍ୟୋତ୍ସ୍ନାଙ୍କ ଏଭଳି କୃତିତ୍ୱକୁ ପ୍ରଶଂସା କରିବା ସହ ପୁଷ୍ପଗୁଚ୍ଛ ଦେଇ ଭବିଷ୍ୟତରେ ମଧ୍ୟ ଏପରି ଧାରା ବଜାୟ ରଖନ୍ତୁ ବୋଲି କାମନା କରିଥିଲେ। Good news for India. ଏହାପରେ ଜ୍ୟୋତ୍ସ୍ନାଙ୍କ ଦିଲ୍ଲୀ ଗସ୍ତ ଲାଗି ଯାତ୍ରା ଆରମ୍ଭ କରିଥିଲେ। ଏକ ସ୍ୱତନ୍ତ୍ର ଗାଡ଼ିରେ ପ୍ରଶାସନ ପକ୍ଷରୁ ବିଶାଖାପାଟଣାଠାରେ ଛଡ଼ାଯିବା ପରେ ସେଠାରୁ ବିମାନ ଯୋଗେ ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି। ଗଜପତି ଜିଲ୍ଲାରୁ ଭାସ୍କର ସ୍ୱାଇଁଙ୍କ ରିପୋର୍ଟ, ଜିଲ୍ଲା ଖବର। ଆଜି ଆମ ଜିଲ୍ଲା ପାଇଁ ବହୁତ ଗର୍ବ ଆଉ ଗୌରବର କଥା। ଆଜି ଆମର ଜିଲ୍ଲାରୁ ଭାରୋତ୍ତୋଳନରେ ଆମ ଜିଲ୍ଲାରୁ ଜ୍ୟୋତ୍ସ୍ନା ଶବର, ଯିଏକି ମହାମହିମ ରାଷ୍ଟ୍ରପତିଙ୍କ ହାତରୁ ସେ ସମ୍ମାନ ଗ୍ରହଣ କରିବେ ଆଉ ପୁରସ୍କୃତ ହେଉଛନ୍ତି। ସେ 26 ତାରିଖ ଦିନ ଦିଲ୍ଲୀରେ ଯାଇ ମହାମହିମ ରାଷ୍ଟ୍ରପତିଙ୍କ ହାତରୁ ସେ ସମ୍ମାନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଗ୍ରହଣ କରିବେ। ସିଏ ଭାରୋତ୍ତୋଳନ କ୍ଷେତ୍ରରେ ଶିଶୁ ପୁରସ୍କାର, ଏଟା ଶିଶୁମାନଙ୍କ ପୁରସ୍କାର ପାଇଁ ମନୋନୀତ ହେଇଛନ୍ତି। ସିଏ ଆମ 21 ଜଣ ଯୋଉ ବିଭିନ୍ନ ପ୍ରାନ୍ତରୁ, ଭାରତର ବିଭିନ୍ନ ପ୍ରାନ୍ତରୁ ଯୋଉ ସିଲେକ୍ସନ ହେଇଛନ୍ତି, ସେ ଭିତରେ ଆମ ଓଡ଼ିଶାର ଏକମାତ୍ର ଝିଅ, ଯିଏକି ଆମ ପେକଟ ଗ୍ରାମ ମାଲରବା ପଞ୍ଚାୟତର ଝିଅ ଆମର ସିଲେକ୍ସନ ହେଇଛନ୍ତି। ଆମ ଜିଲ୍ଲା ପାଇଁ ବହୁତ ଗର୍ବର କଥା। ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ଆମେ ଯାହା ଯାହା ସହଯୋଗ ଲୋଡ଼ା ଆମ ତାଙ୍କୁ ଆଗାମୀ ଦିନରେ ଯେମିତି ଆହୁରି ଆଗକୁ ସିଏ ଡେଭଲପ ହେବ ବା ତାଙ୍କର ମାନେ କ୍ରୀଡ଼ା କ୍ଷେତ୍ରରେ ଆହୁରି ଯେମିତି ସଫଳ ଲାଭ କରିବେ, ସେ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ସବୁ ପ୍ରକାର ସହଯୋଗ ଦିଆଯିବ। ଆମର ସରକାରଙ୍କ ତରଫରୁ ଯାହା ଯାହା ପ୍ରୋଭିଜନ ଅଛି, ତାଙ୍କୁ ଆମେ ଯେତେ ପାରିବ ସେତିକି ଆମେ ସହଯୋଗ କରିପାରିବୁ। 200 ୱେଟ୍ ଲିଫ୍ଟିଂ ସେ ପାଇଛନ୍ତି। Good news for India.